ସମସ୍ତେ ମୁଁ କହିଲି ପୁରା ଓଡ଼ିଶା रे ସମସ୍ତେ ହ୍ୟୁମାନ ସାଗର କହିଲେ ଲୋକ ଜାଣନ୍ତି ହ୍ୟୁମାନ ଭାଇ କିଏ ହ୍ୟୁମାନ ସାଗର କିଏ ତାଙ୍କର ଗୀତ କେତେଟା ମୁଁ କହୁଛି ହ୍ୟୁମାନ ଭାଇ ଚାଲିଗଲେଣି ବଟ୍ ତାଙ୍କର ଯେତିକି ଗୀତ ଅପକମିଂ ଅଛି ମୋତେ ଲାଗୁଛି ଆଉ 10 ବର୍ଷ ଲାଗିଯିବ ତାଙ୍କର ଗୀତ ସରୁ ସରୁକା ଭଗବାନ ତାଙ୍କ ଲୋକମାନଙ୍କୁ ନେଇଯାଆନ୍ତି ଯେମିତି ଭଗବାନ କେ ବच्चे होते हैं ସେମାନେ ହି ଇଜ୍ ଅ ବ୍ଲେସ୍ଡ ଚାଇଲ୍ଡ ସେଇଥିପାଇଁ ଯେହେତୁ ଠାକୁରଙ୍କର ଆଶୀର୍ବାଦ ବହୁତ ଥାଏ ଠାକୁରଙ୍କ ଛୁଆ ସେ ସେଇଥିପାଇଁ ଠାକୁର ତାଙ୍କୁ ନେଇଗଲେ ଆଉ ବହୁତ ଜଲ୍ଦି ନେଇଗଲେ ଆଉ ମନ ତଳେ ସାଇତି ମୁଁ ରଖିଥିଲି କହ କୋଉ ପାପ କରି ହାରିଗଲି ସମସ୍ତଙ୍କୁ ନମସ୍କାର ଜୟ ଜଗନ୍ନାଥ ହ୍ୟୁମାନ ଭାଇ ମୁଁ କହିବି ହି ଇଜ୍ ଅ ଷ୍ଟାର ତ ତାଙ୍କ ବିଷୟରେ ବେଶୀ କିଛି କହିବା ମାନେ ମୋର ସେତିକି ଲେଭେଲ୍ ହେଇନି ମୋର ସେତିକି ଅକାତ ହେଇନି ମୁଁ ହ୍ୟୁମାନ ଭାଇଙ୍କ ବିଷୟରେ କିଛି କହିବି ମୋର ପ୍ରଥମ ସିନେମାର ସୁପର ହିଟ୍ ସଙ୍ଗ ହ୍ୟୁମାନ ଭାଇ ଦେଇଛନ୍ତି ହ୍ୟୁମାନ ଭାଇ ଗାଇଛନ୍ତି ବୋଲି ସେ ଗୀତଟା ହିଟ୍ ହେଲା ଆଉ କୋଉଠି ନା କୋଉଠି ମନରେ ସବୁବେଳେ ସେ କ୍ୱେଶ୍ଚନଟା ଥାଏ ସବୁବେଳେ ସେ କ୍ୱେଶ୍ଚନ କ'ଣ ହ୍ୟୁମାନ ଭାଇ ସତରେ ନାହାନ୍ତି ସେଇ ଜିନିଷଟା ଆଜି ପର୍ଯ୍ୟନ୍ତ ଏଭ୍ରି ଡେ ବି ମିସ୍ ହିମ୍ କେବଳ ମୁଁ ନୁହେଁ ଏଣ୍ଟାୟାର ଓଡ଼ିଆ ଇଣ୍ଡଷ୍ଟ୍ରି ଓଡ଼ିଶା ବି ନୁହେଁ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରି ନୁହେଁ ପୁରା ଓଡ଼ିଶାବାସୀ ସମସ୍ତେ ହ୍ୟୁମାନ ଭାଇଙ୍କୁ ବହୁତ ମିସ୍ କରନ୍ତି ସୋ ପ୍ରତ୍ୟେକଟି ରେକର୍ଡ଼ିଂ ଷ୍ଟୁଡ଼ିଓରେ ହଉ ପ୍ରତିଟି ଯେତେବେଳେ କିଛି ବି ଗୋଟେ ଗୀତ ଯେତେବେଳେ କିଛି ବି ଗୋଟେ ଫିଲ୍ମରେ ଗୀତ ଆସେ ସେତେବେଳେ ବି ମାଇଣ୍ଡରେ ଆସେ କି ଏଇଟାରେ ହ୍ୟୁମାନ ସାଗର ଗାଇଥିଲେ ଭଲ ହେଇଥାନ୍ତା ତ ସେଇ ଜିନିଷଟା ସବୁବେଳେ ଆସିଛି ଆଣ୍ଡ ଆମେ ସମସ୍ତେ ମିସ୍ କରୁଛୁ ଆଉ ଯେତେବେଳେ ହ୍ୟୁମାନ ଭାଇଙ୍କ ଉପରେ ଏଇ ଯେଉଁ ଇଭେଣ୍ଟଟା ଆଜି ହେଉଛି ଯେଉଁ ତାଙ୍କୁ ଟ୍ରିବ୍ୟୁଟ୍ ଦେବା ପାଇଁ ତାଙ୍କର ମାନେ ତାଙ୍କ ମେମୋରିରେ ଯେଉଁ ଏଇ ଇଭେଣ୍ଟଟା ହେଉଛି ମାନେ ମୋତେ ବହୁତ ମାନେ ମୋତେ ନିଜକୁ ବ୍ଲେସ୍ଡ ଫିଲ୍ ହେଉଛି କି ମୁଁ ହ୍ୟୁମାନ ଭାଇଙ୍କ ପାଇଁ ଆସିକି ଏଠି ଗୋଟେ ପାର୍ଟ ହେଇପାରୁଛି ବହୁତ ଖୁସି ଲାଗୁଛି ସେଥିପାଇଁ ଆଉ ହି ଇଜ୍ ଅ ଷ୍ଟାର ସେତିକି ମୁଁ କହିବି ହ୍ୟୁମାନ ଭାଇଙ୍କ ସହିତ ମୁଁ ଯେବେ ବି ଦେଖା ହେଇଛି ସବୁବେଳେ କେଉଁ ଇଭେଣ୍ଟରେ ଦେଖା ହେଇଥାଏ କି କେଉଁଠି କିନ୍ତୁ ଯେତେବେଳେ ମୁଁ ତାଙ୍କ ସହିତ ପର୍ସନାଲି 3-4 ଥର ଦେଖା ହେଇଛି ସେ ମୋତେ ଗୋଟେ ଜିନିଷ କହିଥିଲେ କି ଦିବ୍ୟା ତମେ ବହୁତ ବଢ଼ିଆ ଡାନ୍ସ କର ଆଉ ଏବେକାର ଫ୍ରଣ୍ଟ ଲାଇନ୍ ହିରୋଇନ୍ ଭିତରେ ତମ ଆକ୍ଟିଂଟା ମୋତେ ବହୁତ ବଢ଼ିଆ ଲାଗେ ତ ଯେତେବେଳେ ସିଏ କହିଥିଲେ ମୁଁ କହିଲି ହ୍ୟୁମାନ ଭାଇ ଆପଣ ଦେଖିଛନ୍ତି ନା ଆରେ ମୁଁ ତମ ଫିଲ୍ମରେ ଗୀତ ଅଛି ମୁଁ ଦେଖିନଥିବି ତ ବହୁତ ଖୁସି ଲାଗେ ଶୁଣିକି କିନ୍ତୁ वी जस्ट मिस हिम दैट्स इट ମୋ ସହିତ ଟିକେ ସବୁବେଳେ କାହିଁକି ସିରିୟସ୍ ଡିସ୍କସନ୍ ତାଙ୍କର ରହିଛି ମୁଁ ଜାଣିନି ଆମେ ଯେତେବେଳେ ବି ଦେଖା ହେଇଛୁ କାମ ରିଲେଟେଡ୍ ହଉ ମାନେ ଏତେ ବଢ଼ିଆ ସେ ଗ୍ରିଟ୍ କରନ୍ତି ଏତେ ୱେଲକମିଂ ସିଏ ସେଇଟା ବହୁତ ବଢ଼ିଆ ଲାଗେ ଯେତେବେଳେ ଦେଖା ହେବେ ମାନେ ମୁଁ ସାନ ହେଇକି ମୁଁ ଗଲେ ସିଏ ଛିଡ଼ା ହେଇକି ଦିବ୍ୟା ନମସ୍କାର କେମିତି ଅଛନ୍ତି ଇଏ କରୁଛନ୍ତି ମୁଁ କହିଲି ହ୍ୟୁମାନ ଭାଇ ଆପଣ କ'ଣ ମୋତେ ନମସ୍କାର କରୁଛନ୍ତି ନା 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 ଇଏ ସେ ତ ମାନେ I just miss him that's it भगवान तांको ଲୋକମାନଙ୍କୁ ନେଇଯାଆନ୍ତି ଯେମିତି ଭଗବାନ के बच्चे होते हैं ସେମାନେ ହି ଇଜ୍ ଅ ବ୍ଲେସ୍ଡ ଚାଇଲ୍ଡ ସୋ ସେଇଥିପାଇଁ ଯେହେତୁ ଠାକୁରଙ୍କର ଆଶୀର୍ବାଦ ବହୁତ ଥାଏ ଠାକୁରଙ୍କ ଛୁଆ ସେ ସେଇଥିପାଇଁ ଠାକୁର ତାଙ୍କୁ ନେଇଗଲେ ଆଉ ବହୁତ ଜଲ୍ଦି ନେଇଗଲେ ଆଉ ଆଚ୍ଛା ଏମିତି କିଛି ଗୀତ ମନରେ ଅଛି ଯୋଉଟା ଆପଣଙ୍କ ସିନେମାରେ ହ୍ୟୁମାନ ଭାଇ ଗାଇଛନ୍ତି ଆଉ ପୁରା ଓଡ଼ିଶାବାସୀ ପସନ୍ଦ କରିଛନ୍ତି ହଁ ମୋର ପ୍ରଥମ ସିନେମାରେ ଥିଲା ପ୍ୟାର ବାଲା ହିଚକି ଗୀତ ସେଇଟା ହ୍ୟୁମାନ ଭାଇ ଗାଇଛନ୍ତି ତାପରେ ମୋର ଲାଷ୍ଟ ସିନେମା ଯେଉଁ ରିଲିଜ୍ ହେଇଥିଲା ସେଇଥିରେ ଗୋଟେ ସ୍ୟାଡ୍ ସଙ୍ଗ୍ ଥିଲା ସେ ଗୀତଟା ଥିଲା ମୁଁ ତ ବହୁତ ଖରାପ ଗୀତ ଗାଏ ବଟ୍ ଷ୍ଟିଲ୍ ମୁଁ ଖାଲି ଗୋଟେ ଲାଇନ୍ ଖାଲି କହିବି ମନ ତଳେ ସାଇତି ମୁଁ ରଖିଥିଲି କହ କୋଉ ପାପ କରି ହାରିଗଲି ତ ଏଇଟା ମୋର ଲାଷ୍ଟ ଫିଲ୍ମ ଫର୍ଷ୍ଟ ଲଭ୍ର ଏଇଟା ଗୋଟେ ସ୍ୟାଡ୍ ସଙ୍ଗଟା ଯେଉଁଟା ହ୍ୟୁମାନ ଭାଇ ଗାଇଥିଲେ ତ ସମସ୍ତେ ମୁଁ କହିଲି ପୁରା ଓଡ଼ିଶାରେ ସମସ୍ତେ ହ୍ୟୁମାନ ସାଗର କହିଲେ ଲୋକ ଜାଣନ୍ତି ହ୍ୟୁମାନ ଭାଇ କିଏ ହ୍ୟୁମାନ ସାଗର କିଏ ତାଙ୍କର ଗୀତ କେତେଟା ମୁଁ କହୁଛି ହ୍ୟୁମାନ ଭାଇ ଚାଲିଗଲେଣି ବଟ୍ ତାଙ୍କର ଯେତିକି ଗୀତ ଅପକମିଂ ଅଛି ମୋତେ ଲାଗୁଛି ଆଉ 10 ବର୍ଷ ଲାଗିଯିବ ତାଙ୍କର ଗୀତ ସରୁ ସରୁକା ଦେଖନ୍ତୁ ଗୋଟେ ମାଆର ଦୁଃଖ ସେଇଟା ଆମେ କେବେ ବି କିଛି କହିଲେ କିଛି ହବନି ଖାଲି ଏତିକି କହିବି କି ଆଣ୍ଟି ଷ୍ଟ୍ରଙ୍ଗ ରୁହନ୍ତୁ ବଟ୍ ଆମେ କହିଲେ କିଛି ହବନି ସିଏ ତାଙ୍କର ପୁରା ତାଙ୍କ ୱାର୍ଲଡଟାକୁ ପୁରା ହରେଇ ଦେଇଛନ୍ତି ସୋ ଏତିକି ଦ୍ୟାଟ୍ସ ଇଟ୍ ଆଣ୍ଡ ସମସ୍ତଙ୍କୁ ମୁଁ କହିବି କି ସମସ୍ତଙ୍କ ସାମ୍ନାରେ ମୁଁ କହିବି କି ଦ୍ୟାଟ୍ वी ମିସ୍ ହ୍ୟୁମାନ ଭାଇ ଥ୍ୟାଙ୍କ ୟୁ